ମାନେ ଆପଣ ସମସ୍ତଙ୍କୁ ଆପଣ ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ପଲିଟିକାଲ୍ ସାଇନ୍ସ ଚିଟ୍ଚାଟ୍ରେ ସ୍ୱାଗତ। ଆଜିର ଏକ ନୂଆ ଭିଡ଼ିଓରେ ଆମେ ଡିସ୍କସନ୍ କରିବା +2 ସେକେଣ୍ଡ ଇୟର୍ସ ଆର୍ଟ୍ସ ପଲିଟିକାଲ୍ ସାଇନ୍ସ ସବଜେକ୍ଟର ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ ଅର୍ଥାତ୍ 2023ର ପ୍ରଶ୍ନପତ୍ର, ଯାହାକି ତୁମମାନଙ୍କର ଆଗାମୀ ଯେଉଁ ବୋର୍ଡ଼ ପରୀକ୍ଷା ଅଛି ତା ପାଇଁ ବହୁତ ଉପଯୋଗୀ ହେବ। ତ ଚାଲନ୍ତୁ ଭିଡ଼ିଓ ଷ୍ଟାର୍ଟ କରିବା। ତ ପ୍ରଥମେ ଆମେ ଡିସ୍କସନ୍ କରିବା ଯେଉଁ ତୁମର MCQ ଗୁଡ଼ାକ ଅଛି। ଫାର୍ଷ୍ଟ କ୍ୱେଶ୍ଚନ୍ ହେଉଛି, ଦେଖ, ଗଣତନ୍ତ୍ରରେ କିଏ ଅଖଣ୍ଡ କ୍ଷମତାର ଅଧିକାରୀ? ଅପସନ୍ 1 ଅଛି ତୁମର ବ୍ୟବସ୍ଥାପିକା, ଅପସନ୍ ବି ଅଛି ତୁମର ନ୍ୟାୟପାଳିକା, ଅପସନ୍ ସି ଅଛି ଜନସାଧାରଣ, ଅପସନ୍ 4 ଅଛି କାର୍ଯ୍ୟପାଳିକା। ତ ଏହାର ସଠିକ୍ ଉତ୍ତର ହେବ କ'ଣ? ତୁମର ହେଇଯିବ ସଠିକ୍ ଉତ୍ତର ଜନସାଧାରଣ। ବୁଝିହେଲା? ଆଚ୍ଛା କହିଲ, ବ୍ୟବସ୍ଥାପିକାର କାର୍ଯ୍ୟ କ'ଣ? ବ୍ୟବସ୍ଥାପିକାର କାର୍ଯ୍ୟ ହେଉଛି ଯିଏ ଆଇନ ତିଆରି କରେ ଏବଂ ସେହି ଆଇନକୁ ଯିଏ କ'ଣ କରେ, ସେହି ଆଇନକୁ ଯିଏ ଏକ୍ଜିକ୍ୟୁଟ୍ କରେ ସେ ହେଉଛି ତୁମର କାର୍ଯ୍ୟପାଳିକା ଏବଂ ବା ଲାଗୁ କରେ, ଏବଂ ସେହି ଲାଗୁ ଆଇନକୁ ଯିଏ ଯାଞ୍ଚ କରେ ସେ ହେଉଛି ତୁମର ନ୍ୟାୟପାଳିକା। ପରବର୍ତ୍ତୀ କ୍ୱେଶ୍ଚନ୍କୁ ଯିବା। ନ୍ୟାସନାଲ୍ କନଫରେନ୍ସ କେଉଁ ରାଜ୍ୟର ଏକ ଆଞ୍ଚଳିକ ଦଳ ଅଟେ? ତ ନ୍ୟାସନାଲ୍ କନଫରେନ୍ସ ଫାର୍ଷ୍ଟ ଅପସନ୍ ହେଉଛି ପଞ୍ଜାବ, ସେକେଣ୍ଡ ଅପସନ୍ ଜାମ୍ମୁ କାଶ୍ମୀର, ଥାର୍ଡ଼ ଅପସନ୍ ହେଉଛି ତୁମର ଆସାମ ଏବଂ ଫୋର୍ଥ ଅପସନ୍ ହେଉଛି ମଣିପୁର। ତ ଏହାର ସଠିକ୍ ଉତ୍ତର ଯିବ କ'ଣ? ତୁମର ଜାମ୍ମୁ କାଶ୍ମୀର। ଆଚ୍ଛା କହିଲ, ନ୍ୟାସନାଲ୍ କନଫରେନ୍ସ କେଉଁ ମସିହାରେ ଗଠିତ ହୋଇଥିଲା? ଏହା ହୋଇଥିଲା 1932 ମସିହାରେ। ଏହାର ନିର୍ବାଚନ ଚିହ୍ନ କ'ଣ? ହଳ। ନେକ୍ସଟ କ୍ୱେଶ୍ଚନ୍କୁ ଯିବା। ଭାରତରେ କେଉଁ ମସିହାରୁ ମିଳିତ ବା ମେଣ୍ଟ ରାଜନୀତିର ଯୁଗାରମ୍ଭ ହୋଇଥିଲା? ଅପସନ୍ ଏ 1952, ଅପସନ୍ ବି 1957, ଅପସନ୍ ସି 1967, ଅପସନ୍ ଡି 1962। ତ ଏହାର ସଠିକ୍ ଉତ୍ତର ଯିବ କ'ଣ? ତୁମର 1967। ବୁଝିହେଲା? ନେକ୍ସଟ କ୍ୱେଶ୍ଚନ୍କୁ ଯିବା। ନିମ୍ନୋକ୍ତ ମଧ୍ୟରୁ କାହାକୁ ଭାରତର ସମ୍ବିଧାନ ଅବଶିଷ୍ଟ ବା ବଳକା କ୍ଷମତା ପ୍ରଦାନ କରିଅଛି? ଅପସନ୍ ଏ ତୁମର ସଂସଦ, ଅପସନ୍ ବି ରାଜ୍ୟ ବ୍ୟବସ୍ଥାପିକା ସଭା, ଅପସନ୍ ସି ରାଜ୍ୟସଭା, ଅପସନ୍ ଡି ଲୋକସଭା। ତ ଏହାର ସଠିକ୍ ଉତ୍ତର ଯିବ କ'ଣ? ତୁମର ସଂସଦ। ଆଚ୍ଛା କହିଲ, ବଳକା କ୍ଷମତା କେଉଁ ଧାରାରେ ଅଛି? ଏହା ହେଉଛି ତୁମର ଧାରା କେତେ? ଧାରା ତୁମର ଅଛି 248ରେ। ବୁଝିହେଲା? ନେକ୍ସଟ କ୍ୱେଶ୍ଚନ୍କୁ ଯିବା। ଆଚ୍ଛା, ଧାରା 200, ଠିକ୍ ଅଛି, ଚାଲ ଓକେ। ଭାରତୀୟ ସମ୍ବିଧାନର କେଉଁ ଧାରା ଗ୍ରାମ ପଞ୍ଚାୟତର ସଂଗଠନ ପାଇଁ ମତ ପ୍ରଦାନ କରିଅଛି? ଅପସନ୍ ଏ ଧାରା 38, ଅପସନ୍ ବି ଧାରା 39, ଅପସନ୍ ସି ଧାରା 40, ଅପସନ୍ ଡି ଧାରା 41। ତ ଏହାର ସଠିକ୍ ଉତ୍ତର ଯିବ କ'ଣ? ତୁମର ଧାରା 40। ଆଚ୍ଛା, ଧାରା 38ରେ କ'ଣ ଅଛି? ଧାରା 38ରେ ଅଛି ତୁମର କ'ଣ? ଯେ ଜନମଙ୍ଗଳ ପାଇଁ ସାମାଜିକ ବ୍ୟବସ୍ଥା। ଅପସନ୍ 39ରେ କ'ଣ ଅଛି? ଆର୍ଥିକ ସୁଯୋଗ ଅଛି। ଏବଂ ଅପସନ୍ 41ରେ କ'ଣ ଅଛି? ସାମାଜିକ ସୁରକ୍ଷା। ଏ ସମସ୍ତ ଧାରା ହେଉଛି ତୁମର DPSPର। ବୁଝିହେଲା? ଡାଇରେକ୍ଟିଭ୍ ପ୍ରିନ୍ସିପଲ୍ସ ଅଫ୍ ଷ୍ଟେଟ୍ ପଲିସି ବା ରାଷ୍ଟ୍ରୀୟ ନିର୍ଦ୍ଦେଶାମୂଳକ ନୀତି। ନେକ୍ସଟ କ୍ୱେଶ୍ଚନ୍କୁ ଯିବା। ଦେଖ, ପୌର ନିଗମର ରାଜନୈତିକ ମୁଖ୍ୟ କିଏ? ଅପସନ୍ ଏ ଅଧ୍ୟକ୍ଷ, ଅପସନ୍ ବି ମେୟର, ଅପସନ୍ ସି ଆୟୁକ୍ତ, ଅପସନ୍ ଡି ଚେୟାରମ୍ୟାନ୍। ତ ଏହାର ସଠିକ୍ ଉତ୍ତର ଯିବ କ'ଣ? ତୁମର ଅଧ୍ୟକ୍ଷ ବା ପ୍ରେସିଡେଣ୍ଟ। ଆଚ୍ଛା, ତୁମର
ଚେୟାରମ୍ୟାନ୍ କାହାର ମୁଖ୍ୟ ହେବେ? ସେ ହେବେ ତୁମର ନଗରପାଳିକା। ନେକ୍ସଟ କ୍ୱେଶ୍ଚନକୁ ଯିବା। ନିମ୍ନୋକ୍ତ ମଧ୍ୟରୁ କେଉଁ ଗୋଟିକ ଭୂମିପୁତ୍ର ନୀତିକୁ ସମର୍ଥନ କରେ? ଅପସନ୍ ଏ ସାମ୍ପ୍ରଦାୟିକତାବାଦ, ଅପସନ୍ ବି ଜାତୀୟତାବାଦ, ଅପସନ୍ ସି ଆଞ୍ଚଳିକତାବାଦ, ଅପସନ୍ ଡି ଆତଙ୍କବାଦ। ତ ଏହାର ସଠିକ୍ ଉତ୍ତର ହେବ କ'ଣ? ତୁମର ଆଞ୍ଚଳିକତାବାଦ ହେଇଯିବ। ବୁଝିହେଲା। ନେକ୍ସଟ କ୍ୱେଶ୍ଚନକୁ ଯିବା। ଜାତୀୟ ଶବ୍ଦଟି କେଉଁ ସ୍ପେନୀୟ ଶବ୍ଦରୁ ଆସିଅଛି? ଅପସନ୍ ଏ କାଷ୍ଟା, ଅପସନ୍ ବି କାଷ୍ଟିଜ୍, ଅପସନ୍ ସି କଷ୍ଟା, ଅପସନ୍ ଡି କିଷ୍ଟା। ତ ଏହାର ସଠିକ୍ ଉତ୍ତର ଯିବ କ'ଣ? ତୁମର କାଷ୍ଟା। ବୁଝିହେଲା। ଆଚ୍ଛା, କାଷ୍ଟାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ଏକ ନିର୍ଦ୍ଦିଷ୍ଟ ବର୍ଗ ବା ଶ୍ରେଣୀ, ବର୍ଗ ବା ଶ୍ରେଣୀର ଲୋକ। ବୁଝିହେଲା। ନେକ୍ସଟ କ୍ୱେଶ୍ଚନକୁ ଯିବା। ଦେଖ, ନିମ୍ନୋକ୍ତ ମଧ୍ୟରୁ କେଉଁ ଗୋଟିକ ସାମ୍ପ୍ରଦାୟିକତାବାଦକୁ ପ୍ରୋତ୍ସାହିତ କରେ? ଅପସନ୍ ଏ ରାଜନୈତିକ ସମ୍ପର୍କ, ଅପସନ୍ ବି ସାମାଜିକ ସମ୍ପର୍କ, ଅପସନ୍ ଡି ସଂକୀର୍ଣ୍ଣମନା ଦୃଷ୍ଟିଭଙ୍ଗୀ, ଅପସନ୍ ଡି ରକ୍ତ ସମ୍ପର୍କ ଗୋଷ୍ଠୀ। ତ ଏହାର ସଠିକ୍ ଉତ୍ତର ଯିବ କ'ଣ? ତୁମର କ'ଣ ହେଇଯିବ? ଏହାର ସଠିକ୍ ଉତ୍ତର ଯିବ ସଂକୀର୍ଣ୍ଣମନି ଦୃଷ୍ଟିଭଙ୍ଗୀ। ଆଚ୍ଛା, ନେକ୍ସଟ କ୍ୱେଶ୍ଚନ ଦେଖ, ନାରୀ ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ କ'ଣ ଅଟେ? ଅପସନ୍ ଏ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣ, ଅପସନ୍ ବି ବ୍ୟବସ୍ଥାପିକା ସଭାରେ ସ୍ଥାନ ସଂରକ୍ଷଣ, ଅପସନ୍ ସି ସ୍ୱାୟତ୍ତଶାସନରେ ସଂସ୍ଥାରେ ସ୍ଥାନ ସଂରକ୍ଷଣ, ଅପସନ୍ ଡି ମହିଳା ବିରୋଧୀ ହିଂସାର ବିଲୋପ। ତ ଏହାର ସଠିକ୍ ଉତ୍ତର ଯିବ କ'ଣ? ତୁମର ମହିଳା ବିରୋଧୀ ହିଂସାର ବିଲୋପ। ନେକ୍ସଟ କ୍ୱେଶ୍ଚନକୁ ଯିବା। ସାଇଲେଣ୍ଟ ଭ୍ୟାଲି ଆନ୍ଦୋଳନ କେଉଁ ରାଜ୍ୟରେ ଦେଖାଦେଇଥିଲା? ଅପସନ୍ ଏ ଦେଖ କେରଳ, ଅପସନ୍ ବି ଓଡ଼ିଶା, ଅପସନ୍ ସି ମହାରାଷ୍ଟ୍ର, ଅପସନ୍ ଡି କର୍ଣ୍ଣାଟକ। ତ ଏହାର ସଠିକ୍ ଉତ୍ତର ଯିବ କ'ଣ? ତୁମର କେରଳ। ବୁଝିହେଲା। ଆଚ୍ଛା, ସାଇଲେଣ୍ଟ ଭ୍ୟାଲି ମୁଭମେଣ୍ଟ ତୁମର କେବେ ହୋଇଥିଲା? ଏହା ହେଇଥିଲା 1970 ଦଶକରେ। ବୁଝିହେଲା। ନେକ୍ସଟ କ୍ୱେଶ୍ଚନ, ନିମ୍ନୋକ୍ତ ମଧ୍ୟରୁ କେଉଁ ଜଣକ ଭାରତୀୟ ବୈଦେଶିକ ନୀତିର ସ୍ଥପତି ଭାବେ ପରିଚିତ? ଅପସନ୍ ଏ ମହାତ୍ମା ଗାନ୍ଧୀ, ଅପସନ୍ ବି ଆମ୍ବେଦକର, ଅପସନ୍ ଡି ଇନ୍ଦିରା ଗାନ୍ଧୀ, ଅପସନ୍ ଡି ଜବାହରଲାଲ ନେହେରୁ। ତ ଏହାର ସଠିକ୍ ଉତ୍ତର ଯିବ କ'ଣ? ଜବାହରଲାଲ ନେହେରୁ। ଆଚ୍ଛା, କହିଲ ତୋର ବୈଦେଶିକ ନୀତି ଯେଉଁ ଅଛି କେଉଁ ଧାରାରେ ଅଛି? DPSPର ତା ଅଛି ତୁମର ଧାରା 51ରେ। ବୁଝିହେଲା। ଏବଂ ଚତୁର୍ଥ ଭାଗରେ। ବୁଝିହେଲା। ନେକ୍ସଟ କ୍ୱେଶ୍ଚନ, ନିମ୍ନୋକ୍ତ ମଧ୍ୟରୁ କେଉଁ ଗୋଟିକ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଅଟେ? ଅପସନ୍ ଏ ଚାଇନା, ଅପସନ୍ ବି ଭାରତ, ଅପସନ୍ ସି ଜାପାନ, ଅପସନ୍ ଡି ବ୍ରାଜିଲ। ତ ଏହାର ସଠିକ୍ ଉତ୍ତର ହେବ କ'ଣ? ତୁମର ଚାଇନା। ଆଚ୍ଛା, ସୁରକ୍ଷା ପରିଷଦର ଯେଉଁ ସ୍ଥାୟୀ ସଦସ୍ୟ ବର୍ତ୍ତମାନ 5ଟି ଅଛନ୍ତି, ଯାହାକୁ ଆମେ P5 ବୋଲି କହୁ। ସେମାନେ ହେଉଛନ୍ତି ତୁମର ଫର୍ଷ୍ଟ ଚାଇନା, ସେକେଣ୍ଡ ତୁମର USA ବା ଯୁକ୍ତରାଷ୍ଟ୍ର ଆମେରିକା, ଥାର୍ଡ଼ ରୁଷିଆ, ଫୋର୍ଥ ହେଇଯିବ ତୁମର ଫ୍ରାନ୍ସ ଏବଂ ଫିଫ୍ଥ ହେଇଯିବ ତୁମର UK ବା ଇଂଲଣ୍ଡ। ବୁଝିଲା। ନେକ୍ସଟ କ୍ୱେଶ୍ଚନକୁ ଯିବା। କେଉଁ ମସିହାରେ ଧରିତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା? ଅପସନ୍ ଏ 1975, ଅପସନ୍ ବି 2010, ଅପସନ୍ ସି 1992, ଅପସନ୍ ଡି 1999। ତ ଏହାର ସଠିକ୍ ଉତ୍ତର ହେବ କ'ଣ? ତୁମର 1992ରେ। ଆଚ୍ଛା, ଧରିତ୍ରୀ ସମ୍ମିଳନୀ କେଉଁଠାରେ ହୋଇଥିଲା? ଏହା ହୋଇଥିଲା ତୁମର ରିଓ ଡି ଜେନେରିଓ ଠାରେ ହୋଇଥିଲା। ନେକ୍ସଟ କ୍ୱେଶ୍ଚନକୁ ଯିବା। ପୃଥିବୀର କେଉଁ ସହରରେ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ ଅବସ୍ଥିତ? ଅପସନ୍ ଏ ଜେନେଭା, ଅପସନ୍ ବି ପ୍ୟାରିସ୍, ଅପସନ୍ ସି ନ୍ୟୁୟର୍କ, ଅପସନ୍ ଡି ମସ୍କୋ। ତ ଏହାର ସଠିକ୍ ଉତ୍ତର ହେଇଯିବ ତୁମର କ'ଣ? ନ୍ୟୁୟର୍କ। କିନ୍ତୁ ପ୍ରଥମେ ଯେତେବେଳେ ମିଳିତ ଜାତିସଂଘ ସ୍ଥାପନ କରାଇଥିଲେ ସେ ସମୟରେ ତୁମର ତା'ର ମୁଖ୍ୟ କାର୍ଯ୍ୟାଳୟ କେଉଁଠି ଥିଲା? ପ୍ୟାରିସରେ ଥିଲା। ପ୍ୟାରିସରେ କେତେ ମସିହାରେ? ତୁମର
45 ଅକ୍ଟୋବର 24 ତାରିଖରେ, କିନ୍ତୁ ପରବର୍ତ୍ତୀ ସମୟରେ ତାହା ପ୍ୟାରିସ୍ରୁ ନ୍ୟୁୟର୍କକୁ ସିଫ୍ଟ କରାଗଲା। ବୁଝିଲା। ଏବଂ ତୁମର ଭାରତ ହେଉଛି ଜଣେ ଜାତିସଂଘର ସଦସ୍ୟ। ତ ଏହା ହେଉଛି ତୁମର MCQ ପାର୍ଟ 1, ଯାହା 15ଟା କ୍ୱେଶ୍ଚନ୍ ଆମେ କଭର୍ କରିଲା। ନେକ୍ସଟ ପାର୍ଟ 2ରେ ଆମେ ପରବର୍ତ୍ତୀ କ୍ୱେଶ୍ଚନ୍ ଗୁଡ଼ାକ ଡିସ୍କସନ୍ କରିବା। ତ ଫ୍ରେଣ୍ଡସ୍, ଭିଡ଼ିଓଟି କେମିତି ଲାଗିଲା ତୁମର ମତାମତ ନିଶ୍ଚୟ ଦେବ କମେଣ୍ଟ ବକ୍ସରେ। ଧନ୍ୟବାଦ।